ରାୟଗଡ଼ ଜିଲ୍ଲା ପଦ୍ମ ବ୍ଲକ ସଦର ମହକୁମାସ୍ଥ ବୃନ୍ଦାବନ ନଗର ସୁନାରୀଘାଇ ଛକ ଠାରେ ଚାଲିଥିବା ବିଦେଶୀ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସହିତ ବହୁ ମହିଳା ପଦ୍ମପୁର ତହସିଲଦାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରପଞ୍ଚ ଉପଜିଲ୍ଲାପାଳ ଗୁଣପୁର ଅବକାରୀ ନିରୀକ୍ଷକ ଗୁଣପୁରଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଆଜି ପଦ୍ମପୁର ସହରର ବୃନ୍ଦାବନ ନଗରର ଜନାର୍ଦ୍ଦନ ବକ୍ସି ଉଜ୍ଜଳ ହୋତା ସ୍ୱାଗତ ପଣ୍ଡା କୋଟପିଲି ନାଗେଶ୍ୱର ରଜେନ୍ଦ୍ର ମହାନ୍ତି ଶ୍ରୀନିବାସ ରାଓ ଏମ କଲ୍ୟାଣୀ କିଶୋର ରାଓ ରଞ୍ଜନ ସାହୁ ପି ଅଖିଳ ରେଡ୍ଡି ଗଦାଧର ସାହୁ ରମେଶ ଚନ୍ଦ୍ର ପଣ୍ଡା ଯଜାତି କେଶରୀ ବକ୍ସି ରାଧାଲତା ପଣ୍ଡା ପି ମଣିକଣ୍ଠାଙ୍କ ବହୁ ମହିଳା ଓ ପୁରୁଷ ରାୟଗଡ଼ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କୋଲନରା ବ୍ଲକରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ନିବେଦନ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ବିଦେଶୀ ମଦ ଦୋକାନ ନିକଟରେ ତ୍ରିବେଣୀ କଲେଜ ଖିଲାମୁଣ୍ଡା ମାଙ୍କ ମନ୍ଦିର ବସ୍ ରହଣୀ ସ୍ଥଳ ଦୈନିକ ବଜାର ଅବସ୍ଥିତ। ଏହି ତ୍ରିବେଣୀ କଲେଜକୁ ପଢିବା ନିମନ୍ତେ ବହୁ ଛାତ୍ରୀମାନେ ଆସିଥାନ୍ତି। ଏହି ମଦ ଦୋକାନରୁ ମଦ କିଣି ବିଚ୍ ରାସ୍ତାରେ ମଦ ପିଉଥିବା ସହିତ ଛାତ୍ରୀ ତଥା ଖୋଲାମୁଣ୍ଡା ମାଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ କମେଣ୍ଟ କରୁଥିବା ସ୍ଥାନୀୟବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀଙ୍କ ଅଭିଯୋଗ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଶୁଣିଥିଲେ ଓ ଏହି ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ନିମନ୍ତେ ତଦନ୍ତ କରି ସ୍ଥାନାନ୍ତର କରାଯିବ ବୋଲି କହିଥିଲେ। ଜିଲ୍ଲାପାଳଙ୍କ ଠାରୁ ଏହି ମଦ ଦୋକାନ ସ୍ଥାନାନ୍ତର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିବାରୁ ରମେଶ ଚନ୍ଦ୍ର ପଣ୍ଡା କିଶୋର ରାଓ କୋତାପିଲି ନାଗେଶ୍ୱର ଜିଲ୍ଲାପାଳଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ରାୟଗଡ଼ରୁ ଅମୂଲ୍ୟ ନିଶଙ୍କ ରିପୋର୍ଟ, ସଂଘର୍ଷ ଟିଭି।